ଏଇଠି ଚାରିଟା ଜିନିଷ କୁହାଯାଇଛି। ସ୍ୱପ୍ନ ଫାଷ୍ଟରେ କୁହାଯାଇଛି ସ୍ୱପ୍ନ। ପ୍ରଭୁପାଦ ମହାରାଜ ଏଇଠି ବୁଝାଇଛି ସ୍ୱପ୍ନ ସର୍ବଦା ଅଛି, ସେ ତାମସିକ ହେଉ, ରାଜସିକ ହେଉ କି ସାତ୍ଵିକ ହେଉ, ସମସ୍ତେ ସ୍ୱପ୍ନ ଦେଖୁଛନ୍ତି। କିନ୍ତୁ ସ୍ୱପ୍ନ ବିଭିନ୍ନ ସାତ୍ଵିକ ଧୂତିଙ୍କର ସ୍ୱପ୍ନ ଅଲଗା, ରାଜସିକ ଧୂତିଙ୍କର ସ୍ୱପ୍ନ ଅଲଗା, ତାମସିକ ଧୂତିମାନଙ୍କର ସ୍ୱପ୍ନ ଅଲଗା। ସାତ୍ଵିକ ଧୂତିର ସ୍ୱପ୍ନ କ'ଣ? ସେମାନେ ଯେଉଁ ସ୍ୱପ୍ନ ଦେଖିବେ ସେମାନଙ୍କର ସେଟାକୁ ସକ୍ସେସଫୁଲ୍ ସ୍ୱପ୍ନ। ଯେମିତି ପ୍ରଭୁପାଦ ମହାରାଜ ଉଦାହରଣ ଦେଲେ ବୁଝିପାରିବେ। ପ୍ରଭୁପାଦ ମହାରାଜ ସ୍ୱପ୍ନ ଦେଖିଥିଲେ କ'ଣ? ପୃଥିବୀতে ଅଛି ଯେତେ ନଗର ଆଦି ଗ୍ରାମ, ସର୍ବତ୍ର ପ୍ରଚାର ହୋଇବ ମୋର ନାମ। ପ୍ରଭୁପାଦ ମହାରାଜଙ୍କର ଏଇଟା ହେଉଛି ସ୍ୱପ୍ନ, ତାଙ୍କର ଏଇଟା ଲକ୍ଷ୍ୟ, ଏଇଟା ସକ୍ସେସଫୁଲ୍। କାହିଁକି? ସିଏ ଯେଉଁ ସ୍ୱପ୍ନ ଦେଖୁଥିଲେ ସେ ତା ପାଇଁ ଲିଗରେ ଚେଷ୍ଟା କରୁଥିଲେ, ସବୁବେଳେ ଚେଷ୍ଟା କରୁଥିଲେ, ଖାଲି ଟିକେ ନାହିଁ, ସେ ଅଳ୍ପ କରୁଥିଲେ କିନ୍ତୁ ଚେଷ୍ଟା କରୁଥିଲେ। ଯେମିତି ଆମର ଭଗବତ ଗୀତାରେ ବଡ଼ ସୁନ୍ଦର ଉଦାହରଣ ଦିଆଯାଇଛି ଘର ଚଟେଇ। ଘର ଚଟେଇ କଥା ଆପଣ ଶୁଣିଥିବେ, ଘର ନା ଶୁଣିନ? ଘର ଚଟେଇ କଥା ଶୁଣିଛନ୍ତି ନା? ଘର ଚଟେଇ ଯେମିତି କ'ଣ କରୁଛି, ତା'ର ଅଣ୍ଡା ପାଣି ନେଇଗଲା, ମାନେ ସମୁଦ୍ର ତା'ର ଅଣ୍ଡାକୁ ନେଇଗଲା। ଯେମିତି ନେଇଗଲା ସିଏ କ'ଣ କଲା, ସମୁଦ୍ରରୁ ପାଣି ଶୁଖାଇବା ପାଇଁ ଲାଗିରି ତା ଥଣ୍ଟରେ ଟିକେ ଟିକେ ପାଣି ଆଣିକି ରଖିଲା। ନାଇଁ ନାଇଁ ଆପଣ ଶୁଣିଥିବେ କି ନାହିଁ? ଟିକେ 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 ପାଣି ଆଣୁଥିଲା ଆଉ ରଖୁଥିଲା, ଆଉ ଥରେ ଆଣୁଥିଲା ରଖୁଥିଲା। ହେଲେ ସେ ଯେତେବେଳେ ଆଣୁଥିଲା ତାଙ୍କର ଖବର ଗଲା, ତାଙ୍କର ବଡ଼ ଭାଇ କିଏ? ଗରୁଡ଼, ସବୁଠୁ ବଡ଼ ଭାଇ, ବଡ଼ ପକ୍ଷୀ ଗରୁଡ଼। ସିଏ ଗରୁଡ଼ ଯେତେବେଳେ ଶୁଣିଲା, ଆରେ ମୋର ସାନ ଭଉଣୀ ସମୁଦ୍ରକୁ ଶୁଖେଇ ବୋଲିକିରି ପାଣି ଟିକେ ଟିକେ ଆଣୁଛି ଘୁଞ୍ଚି, ସିଏ କହିଲା ଆରେ ସେ ତ ଶୁଖେଇ ପାରିବନି, ତାହେଲେ ମୁଁ ସାହାଯ୍ୟ କରିବି। ସିଏ ଆସିକି ଧମକ ଦେଲେ ସମୁଦ୍ରକୁ, ତମେ ତାର ଅଣ୍ଡା ଫେରେଇକି ଦିଅ, ନହେଲେ ମୁଁ ତୁମର ପାଣି ଶୁଖେଇଦେବି, ମୋର ସେତିକି ଶକ୍ତି ଅଛି। ସିଏ କ'ଣ କଲେ, ହାତ ଯୋଡ଼ିକି ହଁ ଆଜ୍ଞା ଦେଇଦେବି, ଅଣ୍ଡା ଦେଇଦେଲି। ହେଲେ ମୋର ଏଇଟା କାହାର ତତ୍ପର୍ଯ୍ୟ? ପ୍ରଭୁପାଦ ମହାରାଜ ତାଙ୍କର ଯେଉଁ ସ୍ୱପ୍ନ, ତାଙ୍କର ଯେଉଁ ଲକ୍ଷ୍ୟକୁ ସାଧନ କରିବା ପାଇଁ ବହୁତ ଚେଷ୍ଟା କରିଛନ୍ତି, ମାନେ ଯେଉଁଟାକି ଅସମ୍ଭବ। ଆମେରିକାରେ ଯେଉଁମାନେ କେବଳ ସେମାନେ ଯେଉଁ ଲୋକମାନେ ଆହାର ନିଦ୍ରା ଭୟ ମୈଥୁନରେ ସବୁବେଳେ ବୁଡ଼ିକି ରହୁଥିଲେ, ସେମାନଙ୍କୁ ପ୍ରଭୁପାଦ ମହାରାଜ ତାଙ୍କର ଚେଷ୍ଟାରେ ତାଙ୍କର ସ୍ୱପ୍ନ ଯେଉଁ ଥିଲା ଭକ୍ତ ବନେଇବା ସମସ୍ତଙ୍କୁ ସକ୍ସେସ୍ ହେଇଗଲା। କେମିତି? କ'ଣ ସହଜ ପାଠ? କେତେ କଷ୍ଟ। ସେମାନେ ଭଗବାନଙ୍କୁ କିଛି ଜାଣିନଥିଲେ। ପ୍ରଭୁପାଦ ମହାରାଜ ଯେତେବେଳେ ଧରିକି ଗଲେ ରାଧାକୃଷ୍ଣଙ୍କୁ, ତାଙ୍କୁ ଦେଖିଲୁ ଗୁରୁ, ତାଙ୍କୁ କହିଲେ ହୁ ଇଜ୍ ଦିସ୍ କପୁଲ, ଇଏ ପ୍ରେମୀ ଆଉ ପ୍ରେମିକ ଯୁଗଳ କିଏ? ତାଙ୍କେ ଜାଣିପାରିଲେନି। ଏମାନେ ତାଙ୍କେ ଭାବିଲେ ଏମାନେ ସବୁ ପ୍ରେମିକ ଦୁଇ ଜଣ ରାଧାକୃଷ୍ଣଙ୍କୁ। ପ୍ରଭୁପାଦ ମହାରାଜ ସେ କହିଲେ ନ ଦିସ୍ ଇଏ କପୁଲ, ହି ଇଜ୍ ଆୱାର ଗଡ୍। ହଁ, ଜଗନ୍ନାଥଙ୍କୁ ଦେଖେଇଲେ, କହିଲେ ହୁ ଇଜ୍ ଦିସ୍ ଉଲ୍। ସେ କହିଲେ ଏ ପେଚାଟା କିଏ? ପେଚାଟାକୁ କ'ଣ ଆଣିଛନ୍ତି? ପ୍ରଭୁପାଦ ମହାରାଜ କହିଲେ ନଟ୍ ଦିସ୍ ଇଏ ଉଲ୍, ହି ଇଜ୍ ଆୱାର ଲର୍ଡ଼ ଜଗନ୍ନାଥ। ଯେଉଁମାନେ କିଛି ଜାଣିନାହାନ୍ତି, ଆମେ ଆହୁରି ଜନ୍ମରୁ ହେ କୃଷ୍ଣ ରାମ ଜଗନ୍ନାଥ ଟିକେ ଟିକେ ଜାଣିଛୁ, ହେଲେ ପ୍ରଭୁପାଦ ମହାରାଜ ଯେଉଁ ଲୋକମାନଙ୍କୁ ଭକ୍ତ କଲେ ସେମାନେ କିଛି ହେଲେ ଜାଣିନାହାନ୍ତି। ଆମର ଜାଣିଛ କି ନାହିଁ? ଟିକେ ଟିକେ ଅଳ୍ପ ଜନ୍ମ ହଉ ଜାଣିଛ ନା, ବାପା ମା ଆମକୁ କହୁଛନ୍ତି ଏଠି କୃଷ୍ଣ, ଆଙ୍କେ ଜଗନ୍ନାଥ, ଆଙ୍କୁ ମୁଣ୍ଡିଆ ମାରେ, କହୁନାହାନ୍ତି? ବାପା ମା କହୁଛନ୍ତି, ହେଲେ ତାଙ୍କେ କିଛି ଜାଣିନାହାନ୍ତି। ସେ ଲୋକମାନଙ୍କୁ ପ୍ରଭୁପାଦ ମହାରାଜ ଉଦ୍ଧାର କରିଦେଲେ। ମାନେ ଚିନ୍ତା କରନ୍ତୁ, ଅସମ୍ଭବକୁ ସମ୍ଭବ। ପ୍ରଭୁପାଦ ମହାରାଜ ଜଣେ ଯାଇକି ସାକ୍ଷାତକାର ପଚାରିଲେ, କହିଲେ ଆମେରିକାର ସାକ୍ଷାତକାର ଜଣେ ପଚାରିଲେ, ବୋଲେ ମହାରାଜ ଆପଣ ତ ଭାରତରୁ ଆସିଛନ୍ତି, ଆପଣଙ୍କ ଆଗରୁ ବହୁତ ଲୋକ ଆସିଛନ୍ତି କେଉଁଠିକି? ଏ ଆମେରିକାକୁ। ସବୁ ଆସିକି ବିଭିନ୍ନ ପ୍ରକାର ସବୁ ମିରାକେଲ୍ ଦେଖାଉଛନ୍ତି, ମ୍ୟାଜିକ୍ ଦେଖାଉଛନ୍ତି, ଏମିତି ଏମିତି। ଆପଣଙ୍କର ମ୍ୟାଜିକ୍ କ'ଣ? ଆପଣ କ'ଣ ମ୍ୟାଜିକ୍ କ'ଣ ଜାଣିଛନ୍ତି କି? ପ୍ରଭୁପାଦ ମହାରାଜ ହଁ ଜାଣିଛି। ମୁଁ କ'ଣ ମ୍ୟାଜିକ୍? ନା ମୁଁ ସବୁ ଏମାନେ ସବୁ ଯେଉଁ ହିପି ହେଇକିରି ଥିଲେ, ମୁଁ ହେପି କରିଦେଲି, ହିପିରୁ ହେପି କରିଦେଲି। ଯେଉଁ ବାଳଯାକ ସବୁ ଲମ୍ବା ଲମ୍ବା କରିକିରି ହେପି ହେଇକିରି ସବୁ ମଦ ପିଇକିରି ସବୁ ରାସ୍ତାରେ ଗଡ଼ୁଥିଲେ। ଭଗବାନ କିଛି ଜାଣେ, ହରେ କୃଷ୍ଣ କ'ଣ କିଛି ଜାଣିନାହାନ୍ତି, କିଛି ଆନନ୍ଦ ଭଳିଆ ଖାଲି ସେ ମଦ ପିଆଟାକା ତାଙ୍କଠୁ ସବୁ ବଡ଼ ଆନନ୍ଦ। ସେମାନେ ଜାଣିନାହାନ୍ତି କିଛି, ସେମାନଙ୍କୁ ମୁଁ ଆଜି ହେପି କରିଦେଲି। ଏଇଟା ହେଉଛି ମୋର ମ୍ୟାଜିକ୍, ଏଇଟା ହେଉଛି ମୋର ମିରାକେଲ୍। ତ ମୋର କହିବାର ତାତ୍ପର୍ଯ୍ୟ, ପ୍ରଭୁପାଦ ମହାରାଜଙ୍କର ଯେଉଁ ସ୍ୱପ୍ନ, ତାଙ୍କର ଯେଉଁ ଲକ୍ଷ୍ୟ, ତାଙ୍କର ଯେଉଁ
ଚିନ୍ତାଧାରା ସେଇଟା ସାତ୍ଵିକ।